ओम शांति 25 नवेम्बर 2024। परम शिक्षक शिव भगवान वाच्य। मिठे बच्चे, शांतिर गुण सबुठारु श्रेष्ठ अटे। तेणु शांति रे रही कथावार्ता कर, अशांति सृष्टि करिबा बंद कर। बाबा कहउछन्ति, मिठे बच्चे, शांतिर गुण सबुठारु श्रेष्ठ अटे। तेणु शांति रे रही कथावार्ता कर, अशांति सृष्टि करिबा बंद कर। आजिर प्रश्न, संगम जुगरे बाबांक ठारू पिलामानंकु केउ संपत्ति मिलुछि? गुणवान पिलामानंकर लक्षण कौन होइथिबो? संगम जुगरे बाबांक ठारू पिलामानंकु केउ संपत्ति मिलुछि? गुणवान पिलांकर लक्षण कौन होइथिबो? उत्तर, प्रथमे बाबांक ठारू ज्ञानर संपत्ति मिलुछि, द्वितीय शांतिर संपत्ति, तृतीय गुणर संपत्ति मिलुछि। गुणवान पिलामाने सदा सर्वदा खुशी रे रही थांते। सेमाने कहार अवगुण देखंती नाही, काहा विरुद्ध रे अभियोग करंती नाही। जाहांक पाखरे अवगुण अछि सेमानंक सह मिशंती नाही। जदि तांकु केही किछि कुहंते तेबे सेमाने शुणी न शुणिला भली स्थिति रे रही निजर खुशी रे रुहंती। ओम शांति। आत्मिक पिता आत्मिक संतान मानंकु बुझाउछन्ति। प्रथमतः तुमकु बाबांक ठारू ज्ञानर संपत्ति मिलुछि। तेणु बाबांक ठारू मध्य गुण ग्रहण करिबाकु हेबो। ता सहित एही चित्ररू अर्थात लक्ष्मी नारायणଙ୍କ ଠାରୁ ମଧ୍ୟ गुण ग्रहण କରିବାକୁ ହେବ। ବାବାଙ୍କୁ ଶାନ୍ତିର ସାଗର କୁହାଯାଏ। ତେଣୁ ପ୍ରଥମେ ଶାନ୍ତିର ଗୁଣକୁ ମଧ୍ୟ ଧାରଣ କରିବା ଜରୁରୀ। ଶାନ୍ତି ପାଇଁ ହିଁ ବାବା ବୁଝାଉଛନ୍ତି ଯେ ଜଣେ ଅନ୍ୟ ଜଣଙ୍କ ସହ ଶାନ୍ତିର ସହିତ କଥା ହୁଅ। ଏହି ଗୁଣ ହିଁ ଗ୍ରହଣ କରାଯାଇଥାଏ। ଏଠାରେ ଜ୍ଞାନ ରୂପୀ ଗୁଣ ତ ଶିଖୁଛ, ଏହି ଶିକ୍ଷା ଗ୍ରହଣ କରିବାକୁ ହେବ। ଏହି ଜ୍ଞାନ କେବଳ ଏହି ବିଚିତ୍ର ବାବା ହିଁ ପଢ଼ାଉଛନ୍ତି। ବିଚିତ୍ର ଆତ୍ମାମାନେ ପଢ଼ୁଛନ୍ତି। ଏହା ହେଉଛି ଏଠିକାର ନୂଆ ବୈଶିଷ୍ଟ୍ୟ, ଯାହାକୁ ଅନ୍ୟ କେହି ଜାଣନ୍ତି ନାହିଁ। କୃଷ୍ଣଙ୍କ ଭଳି ଦୈବୀ ଗୁଣ ମଧ୍ୟ ଧାରଣ କରିବାର ଅଛି। ବାବା ବୁଝାଉଛନ୍ତି, ମୁଁ ଶାନ୍ତିର ସାଗର ଅଟେ। ତେଣୁ ପ୍ରଥମେ ଏଠାରେ ଶାନ୍ତି ସ୍ଥାପନ ହେବା ଆବଶ୍ୟକ। ଅଶାନ୍ତିକୁ ସମାପ୍ତ କରିବାକୁ ହେବ। ନିଜର ଚାଲିଚଳଣିକୁ ଦେଖିବା ଦରକାର, ଆମେ କେତେ ଶାନ୍ତିରେ ରହୁଛେ। ବହୁତ ପୁରୁଷମାନେ ଅଛନ୍ତି ଯେଉଁମାନେ ଶାନ୍ତିରେ ରହିବା ପସନ୍ଦ କରନ୍ତି। ଭାବନ୍ତି ଯେ ଶାନ୍ତିରେ ରହିବା ଭଲ। ଶାନ୍ତିର ଗୁଣ ମଧ୍ୟ ବହୁତ ବଡ଼ ଗୁଣ ଅଟେ। କିନ୍ତୁ କିଭଳି ଶାନ୍ତିର ସ୍ଥାପନା ହେବ? ଶାନ୍ତିର ଅର୍ଥ କ'ଣ? ଏହା ଭାରତବାସୀ ଶାନ୍ତିର ଅର୍ଥ କ'ଣ? ଏହା ଭାରତବାସୀ ପିଲାମାନେ ଜାଣିନାହାନ୍ତି। ବାବା ଭାରତବାସୀ ପିଲାମାନଙ୍କ ପାଇଁ ହିଁ କହିବେ। ବାବା ମଧ୍ୟ ଭାରତରେ ହିଁ ଆସନ୍ତି। ଏବେ ତୁମେମାନେ ଜାଣୁଛ, ବାସ୍ତବରେ ନିଜ ଭିତରେ ମଧ୍ୟ ବହୁତ ଶାନ୍ତି ରହିବା ଆବଶ୍ୟକ। ଏଭଳି ନୁହେଁ ଯେ କେହି ଯଦି ଆମକୁ ଅଶାନ୍ତ କରିବାକୁ ଚେଷ୍ଟା କଲେ ତେବେ ଆମେ ନିଜକୁ ମଧ୍ୟ ଅଶାନ୍ତ କରିଦେବା। ନା, ଅଶାନ୍ତ ହେବା ମଧ୍ୟ ଏକ ଅବଗୁଣ ଅଟେ। ନିଜ ଭିତରୁ ସବୁ ଅବଗୁଣକୁ ବାହାର କରିବା ଆବଶ୍ୟକ ଓ ପ୍ରତ୍ୟେକଙ୍କ ଠାରୁ ଗୁଣ ଗ୍ରହଣ କରିବା ଆବଶ୍ୟକ। କାହାର ଅବଗୁଣକୁ ଦେଖିବା ମଧ୍ୟ ଉଚିତ ନୁହେଁ। ଯଦିଓ ତୁମେମାନେ କୌଣସି ଅଶାନ୍ତି ସୃଷ୍ଟି ହେବା ଭଳି ଶବ୍ଦ ଶୁଣୁଛ ବା ପରିସ୍ଥିତି ଦେଖୁଛ, ତେବେ ମଧ୍ୟ ନିଜକୁ ଶାନ୍ତ ରଖିବା ଆବଶ୍ୟକ। କାରଣ ବାବା ଏବଂ ଦାଦା ଦୁହେଁ ଶାନ୍ତ ହୋଇ ରୁହନ୍ତି, କେବେ ବିଗିଡ଼ି ନଥାନ୍ତି, ଜୋରରେ କୁହନ୍ତି ନାହିଁ। ଏହି ବ୍ରହ୍ମା ମଧ୍ୟ ଶିଖିଛନ୍ତି ନା, ଯେତେ ଶାନ୍ତିରେ ରହିବ ସେତେ ଭଲ। ଶାନ୍ତିରେ ରହିଲେ ହିଁ ଯୋଗ କରିପାରିବ। ଅଶାନ୍ତି କରୁଥିବା ବ୍ୟକ୍ତି ଯୋଗ କରିପାରିବ ନାହିଁ।
प्रत्येकଙ୍କ ଠାରୁ ଗୁଣ ଗ୍ରହଣ କରିବା ଆବଶ୍ୟକ। ଦତ୍ତାତ୍ରେୟ ଜଣେ ଗୁଣଗ୍ରାହୀ ରାଜାଙ୍କର ଉଦାହରଣ ମଧ୍ୟ ଏହିଠାରେ ହିଁ ଲାଗୁ ହୋଇଥାଏ। ଦେବତାଙ୍କ ଭଳି ଗୁଣବାନ ତ ଅନ୍ୟ କେହି ହୋଇନାହାନ୍ତି। ସବୁର ମୂଳ ହେଉଛି ବିକାର। ତା ଉପରେ ତୁମେମାନେ ବିଜୟ ପ୍ରାପ୍ତ କରିଚାଲିଛ। କର୍ମେନ୍ଦ୍ରିୟ ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଅବଗୁଣକୁ ପରିତ୍ୟାଗ କରିବାକୁ ହେବ। ଅବଗୁଣକୁ ଦେଖିବା କିମ୍ବା ବର୍ଣ୍ଣନା ମଧ୍ୟ କରିବା ଉଚିତ ନୁହେଁ। ଯେଉଁମାନଙ୍କ ପାଖରେ ଗୁଣ ରହିଛି ସେମାନଙ୍କ ପାଖକୁ ହିଁ ଯିବା ଉଚିତ। ବହୁତ ମିଠା ଏବଂ ଶାନ୍ତିରେ ରହିବା ଦରକାର। ଶାନ୍ତଚିତ୍ତ ହୋଇ ଅଳ୍ପ କହିଲେ ମଧ୍ୟ ତୁମେମାନେ ସବୁ କାର୍ଯ୍ୟ କରିପାରିବ। ସମସ୍ତଙ୍କ ଠାରୁ ଗୁଣ ଗ୍ରହଣ କରି ଗୁଣବାନ ହେବା ଉଚିତ। ଚାଲାକ ଚତୁର ବ୍ୟକ୍ତି ଶାନ୍ତିରେ ରହିବାକୁ ପସନ୍ଦ କରିଥାନ୍ତି। କେହି କେହି ଭକ୍ତମାନେ ଜ୍ଞାନୀମାନଙ୍କ ଠାରୁ ମଧ୍ୟ ଅଧିକ ଗୁଣବାନ ନିର୍ମାଣଚିତ ହୋଇଥାନ୍ତି। ବାବା ତ ଅନୁଭବୀ ଅଟନ୍ତି ନା। ବ୍ରହ୍ମାଙ୍କର ଲୌକିକ ପିତା ଶିକ୍ଷକ ଥିଲେ। ବହୁତ ନିରହଙ୍କାରୀ ଓ ଶାନ୍ତ ରହୁଥିଲେ। କେବେ କ୍ରୋଧ କରୁନଥିଲେ। ଯେପରି ସାଧୁ ଲୋକଙ୍କର ମହିମା କରାଯାଇଥାଏ। ସେମାନେ ଭଗବାନଙ୍କ ସହ ମିଳନ କରିବା ପାଇଁ ପୁରୁଷାର୍ଥ କରିଥାନ୍ତି ନା। କାଶୀରେ ହରିଦ୍ୱାରରେ ଯାଇ ରହିଥାନ୍ତି। ପିଲାମାନଙ୍କୁ ବହୁତ ଶାନ୍ତ ଏବଂ ମିଠା ହୋଇ ରହିବା ଆବଶ୍ୟକ। ଏଠାରେ ଯଦି କୌଣସି ସନ୍ତାନ ଅଶାନ୍ତ ହେଉଛନ୍ତି ତେବେ ସେମାନେ ଶାନ୍ତିର ସ୍ଥାପନା କରିବାରେ ନିମିତ୍ତ ହୋଇପାରିବେ ନାହିଁ। ଅଶାନ୍ତ ରହୁଥିବା ବ୍ୟକ୍ତିଙ୍କ ସଙ୍ଗେ କଥା ମଧ୍ୟ ହେବା ଉଚିତ ନୁହେଁ। ଦୂରେଇ ରହିବା ଦରକାର। ଫରକ ରହିଛି ନା। ସେମାନେ ବଗ ଏବଂ ଏମାନେ ହଂସ। ହଂସ ବୁଦ୍ଧି ଆତ୍ମା ସାରାଦିନ ମୋତିକୁ ଗ୍ରହଣ କରିଥାଏ। ଉଠିବା ବସିବା ଚାଲିବା ସମୟରେ ନିଜେ ନିଜେ ଜ୍ଞାନକୁ ସ୍ମରଣ କରୁଥାଅ। ସାରାଦିନ ବୁଦ୍ଧିରେ ଏହା ହିଁ ରହୁ। କାହାକୁ କିଭଳି ବୁଝାଇବି, ବାବାଙ୍କର ପରିଚୟ କିଭଳି ଦେବି। ବାବା ବୁଝାଉଛନ୍ତି, ଯଦି କୌଣସି ଆଗନ୍ତୁକ ପ୍ରଥମ କରି ସେବା କେନ୍ଦ୍ରକୁ ଆସୁଛନ୍ତି ତେବେ ତାଙ୍କଠାରୁ ମଧ୍ୟ ଫର୍ମ ପୂରଣ କରାଯାଇଥାଏ। ସେଣ୍ଟରରେ ଆସି ଯଦି କେହି ସାପ୍ତାହିକ କୋର୍ସ ବୁଝିବାକୁ ଚାହାନ୍ତି ତେବେ ତାଙ୍କଠାରୁ ମଧ୍ୟ ଫର୍ମ ପୂରଣ କରାଯାଇଥାଏ। କୋର୍ସ ନ କଲେ ଫର୍ମ ପୂରଣ କରିବା ଦରକାର ନାହିଁ। ଏଇଥିପାଇଁ ଫର୍ମ ପୂରଣ କରାଯାଇଥାଏ କି ଜଣାପଡ଼ିଯିବ ଇଏ କ'ଣ କ'ଣ ସବୁ ଜାଣିଛନ୍ତି, ତାଙ୍କୁ କ'ଣ ବୁଝାଇବାକୁ ହେବ। କାରଣ ଦୁନିଆରେ ତ କେହି ମଧ୍ୟ ଏହି କଥାକୁ ବୁଝି ନାହାନ୍ତି। ତେଣୁ ତାଙ୍କ ମଧ୍ୟରେ ଥିବା ଭାବନା ଫର୍ମରୁ ଜଣାପଡ଼େ। ଯଦି ବାବାଙ୍କ ସହିତ କେହି ମିଶିବାକୁ ଆସୁଛନ୍ତି ତେବେ ମଧ୍ୟ ଫର୍ମ ପୂରଣ କରାଯାଇଥାଏ। ତେବେ ମାଲୁମ ପଡ଼ିଯିବ କ'ଣ ପାଇଁ ମିଶିବା ପାଇଁ ଚାହୁଁଛନ୍ତି। କେହି ବି ଆସିଲେ ତାଙ୍କୁ ହଦ୍ ଏବଂ ବେହଦର ଅର୍ଥାତ୍ ଲୌକିକ ଏବଂ ପାରଲୌକିକ ପିତାଙ୍କର ପରିଚୟ ଦିଆଯାଏ। କାରଣ ତୁମମାନଙ୍କୁ ବେହଦର ବାବା ଆସି ନିଜର ପରିଚୟ ଦେଉଛନ୍ତି। ତେଣୁ ତୁମେମାନେ ପୁଣି ଅନ୍ୟମାନଙ୍କୁ ତାଙ୍କର ପରିଚୟ ଦେଉଛ। ତାଙ୍କର ନାମ ହେଉଛି ଶିବ ବାବା। ଶିବ ପରମାତ୍ମାୟ ନମଃ କୁହାଯାଇଥାଏ ନା। ସେମାନେ କୃଷ୍ଣଙ୍କୁ ଦେବତାୟ ନମଃ କହିବେ। ଶିବଙ୍କୁ କହିବେ ଶିବ ପରମାତ୍ମାୟ ନମଃ। ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମର ପାପ କଟିଯିବ। ମୁକ୍ତି ଜୀବନ ମୁକ୍ତିର ବର୍ଷା ନେବା ପାଇଁ ପବିତ୍ର ଆତ୍ମା ନିଶ୍ଚୟ ହେବାକୁ ପଡ଼ିବ। ତାହା ପବିତ୍ର ଦୁନିଆ ଅଟେ, ଯାହାକୁ ସତୋପ୍ରଧାନ ଦୁନିଆ କୁହାଯାଏ। ଯଦି ସେଠାକୁ ଯିବାକୁ ଚାହୁଁଛ ତେବେ ବାବା କହୁଛନ୍ତି ମୋତେ ମନେ ପକାଅ। ଏହା ତ ବହୁତ ସହଜ। କାହାଠାରୁ ମଧ୍ୟ ଫର୍ମ ପୂରଣ କରାଇବା ପରେ ହିଁ କୋର୍ସ କରାଇଥାଅ। ପ୍ରଥମ ଦିନ ଫର୍ମ ପୂରଣ କରାଇ ବୁଝାଅ, ତା ପରଦିନ ପୁଣି ଫର୍ମ ପୂରଣ କରାଅ, ତେବେ ଜଣାପଡ଼ିବ ଆମେ ଯାହା ବୁଝାଉଛେ ତାହା ମନେ ଅଛି ନା ନାହିଁ। ତୁମେ ଦେଖିବ 2 ଦିନର ଫର୍ମରେ ପାର୍ଥକ୍ୟ ନିଶ୍ଚିତ ରହିବ। ସଙ୍ଗେ ସଙ୍ଗେ ତୁମକୁ ଜଣାପଡ଼ିଯିବ କ'ଣ ବୁଝିଛନ୍ତି।
आमे जहा बुझाइथिले ता उपरे किछि विचार करिसंती ना नाही। यही फॉर्म समस्तंक पाखरे रहिबा आवश्यक। बाबा मुरली रे निर्देश देउछंती, तेणु बड़ बड़ सेंटर को तुरंत ताहाकु कार्यकारी करिबा उचित। पाखरे फॉर्म रखिबा दरकार, नचेत मालूम किभଳି पड़िबो। सेमाने निजे मध्य अनुभव करिवे काली कौन लेखिथिली ओ आजी कौन लेखुछि। तेणु फॉर्म बहुत जरूरी। अलगा अलगा छपाइले मध्य कौनसी आपत्ति नाही, नचेत गोटिए जगारे छपाई प्रत्येक जगाकू पठाई दियो। एहा ही हेउछि अन्यमानंकर कल्याण करिबा। तुमे पिलामाने एठाकू देवी देवता हेबा पई आसीछ। देवता अक्षर बहुत श्रेष्ठ। जेउमाने दैवी गुण धारण करन्ते सेमानंक आत्मा को देवता कुहा जाए। एबे तुमे दैवी गुण धारण करुछ। जेउठारे प्रदर्शनी बा म्यूजियम होइथाए सेठारे एही फॉर्म बहुत रहिबा आवश्यक। तेबे मालूम पड़िबो किभଳି अवस्था अछि। निजे पुणे अन्य को बुझाइबा को पड़िबो। पिलामानंकु तो सर्वदा अन्यमानंकर गुण ही वर्णना करिबा आवश्यक, अवगुण नुहे। तुमे माने गुणवान हेउछ ना। जे बहुत गुणर अधिकारी होइथिबे से अन्यमानंकु मध्य गुणदान करिपारिबे। अवगुणधारी केबे भी अन्य को गुणदान करिपारिबे नाही। पिलामाने जानिछंती समय बहुत कम, पुरुषार्थ बहुत बाकी बहुत करिबा को पड़िबो। बाबा बुझाइछंती, तुमे प्रत्येक दिन भ्रमण करुछ, यात्रा करुछ। एबे मध्य गायन अछि, अतीन्द्रिय सुख, गोप गोपी मानंकु उपचार। एहा अंतिम समयर कथा। एबे तो क्रम अनुसारे अछंती। केही केही तो अंतर्मन रे खुशीर गीत गाई थांती। ओहो, परम पिता परमात्मा आमको मिलिछंती, तांकठारु आमे वर्षा नेउछु। सेही आत्मा मानंक पाखरे कौनसी अभियोग रहिबो नाही। केही जदि किछि ओलटा सोलटा कुहंती, तेबे सुनी न सुनिला परी पूरा निज खुशी रे रहिबा दरकार। जदि कौनसी भी बीमारी बा दुख आदि अछि, तेबे तुमे माने केवल जोगयुक्त होई रुह। एबे ही हिसाब किताब चुक्त करिबाकु हेबो। पुणी तुमे माने 21 जन्म पाई फूल हेउछ। सेठारे दुखर कथा ही नथिबो। गायन मध्य करा जाई थाए। खुशी भली खोराक नाही, जहा द्वारा सुस्ती बा आलस्य आदि सब दूर होई जाई थाए। एठारे तो पुणी एहा आंतरिक खुशी अटे, ताहा तो बाह्य खुशी। धन मिलिला, अलंकार मिलिला, तेबे खुशी हेबे। एहा तो हेला अविनाशी प्राप्तिर कथा। तुम मानंकु तो बहुत खुशी रे रहिबा आवश्यक। जानिछ आमे 21 जन्म पाई सदा खुशी रे रहिबु। बाबा कहउछंती, जानिछ आमे मध्य 21 जन्म पाई सदा खुशी रे रहिबु। ए कथा स्मृति रे रहु जे आमे कौन हेउछे। बाबा कहिबा द्वारा ही दुख दूर होई जिबा आवश्यक। एहा तो 21 जन्मर खुशी अटे। आउ बाकी अल्प दिनर कथा। आमे निजे सुखधाम को यात्रा करुछे, तेणु आउ किछि भी मने न रहु। यही बाबा तांकर अनुभव सुनाउछंती। केते समाचार आसुछि, खिटपिट हेउछि। बाबा कौन कौनसी कथारे दुखी हेउछंती। सुनिले कहंती, ठीक अछि, एहा पूर्व निश्चित अटे। ए सबु तो किछि नुहे। आमे तो कुबेर संपत्तिर मालिक हेबाकु जाउछु। निज सहित कथा हेबा द्वारा ही खुशी आसी थाए। बहुत शांति रे रही थांती। सेमानंकर चेहरा मध्य बहुत प्रसन्न चित्त होई रहिबो। जेपरि स्कॉलरशिप आदि मिलिले चेहरा केते हर्षित होई थाए। तुमे माने मध्य एही लक्ष्मी नारायणंक भଳି हर्षित मुख हेबा पाई पुरुषार्थ करुछ। तांको पाखरे तो ज्ञान नथिला, तुम मानंकु तो ज्ञान मिलिछि। तेणु बहुत खुशी रहिबा आवश्यक। हर्षित पणिया मध्य रहिबा आवश्यक। एही देवता मानंक ठारू तुमे माने बहुत श्रेष्ठ अट। ज्ञानर सागर बाबा आमको केते श्रेष्ठ ज्ञान देउछंती।
ଅବିନାଶୀ ଜ୍ଞାନରତ୍ନର ଲଟେରୀ ମିଳୁଛି। ତେଣୁ କେତେ ଖୁସି ରହିବା ଆବଶ୍ୟକ। ତୁମର ଏହି ଜନ୍ମ ହୀରାତୁଲ୍ୟ ଅଟେ। ଜ୍ଞାନର ସାଗର ତ କେବଳ ବାବାଙ୍କୁ ହିଁ କୁହାଯାଏ, ଦେବତାମାନଙ୍କୁ ନୁହେଁ। ତୁମେ ବ୍ରାହ୍ମଣ ହିଁ ନଲେଜଫୁଲ୍ ଅଟ। ତେଣୁ ତୁମକୁ ନଲେଜର ଖୁସି ରହୁଛି। ପ୍ରଥମ କଥା, ବାବା ମିଳିବାର ଖୁସି ରହୁଛି। ତୁମମାନଙ୍କ ବ୍ୟତୀତ ଆଉ କେହି ବି ଏଭଳି ଖୁସି ହୋଇପାରିବେ ନାହିଁ। ଭକ୍ତି ମାର୍ଗରେ ଆନ୍ତରିକ ସୁଖ ନଥାଏ। ଭକ୍ତି ମାର୍ଗରେ କୃତ୍ରିମ ଅଳ୍ପକାଳର ସୁଖ ମିଳିଥାଏ। ସତ୍ୟଯୁଗର ନାମ ହିଁ ସ୍ୱର୍ଗ, ସୁଖଧାମ, ହେଭେନ୍। ସେଠାରେ ଅପାର ସୁଖ ଓ ଏଠାରେ ଅପାର ଦୁଃଖ ହୋଇଥାଏ। ଏବେ ପିଲାମାନଙ୍କୁ ଜଣାପଡ଼ିଛି, ରାବଣ ରାଜ୍ୟରେ ଆମେ କେତେ ଛି ଛି ଅର୍ଥାତ୍ ନିକୃଷ୍ଟ ହୋଇଯାଇଛେ। ଆସ୍ତେ ଆସ୍ତେ ଆମେ ନିମ୍ନଗାମୀ ହେଲେ। ଏହା ହିଁ ବିଷୟ ସାଗର ଅଟେ। ଏବେ ବାବା ଏହି ବିଷୟ ସାଗରରୁ ବାହାର କରି ତୁମକୁ କ୍ଷୀରସାଗରକୁ ନେଇଯାଉଛନ୍ତି। ପିଲାମାନଙ୍କୁ ଏଠାରେ ବହୁତ ଖୁସି ମିଳିଥାଏ। ପୁଣି ଭୁଲିଯିବା କାରଣରୁ କ'ଣ ଅବସ୍ଥା ହୋଇଯାଇଥାଏ? ବାବା କେତେ ଖୁସିର ପାରଦ ଚଢ଼ାଉଛନ୍ତି। ତେଣୁ ଜ୍ଞାନ ଅମୃତ ପାନ ଜାରି ରଖିବା ଉଚିତ। ଏଠାରେ ତୁମମାନଙ୍କୁ ବହୁତ ଭଲ ନିଶା ଚଢ଼ୁଛି, କିନ୍ତୁ ଏଠାରେ ବାହାରକୁ ଯିବା ପରେ ସେହି ନିଶା କମ୍ ହୋଇଯାଉଛି। ବାବା ନିଜେ ଏକଥା ଅନୁଭବ କରୁଛନ୍ତି ଯେ ଏଠାରେ ପିଲାମାନଙ୍କୁ ଭଲ ଅନୁଭବ ହେଉଛି। ଆମେ ନିଜ ଘରକୁ ଯାଉଛୁ, ଆମେ ବାବାଙ୍କ ଶ୍ରୀମତରେ ରାଜଧାନୀ ସ୍ଥାପନ କରୁଛୁ, ଆମେ ବହୁତ ବଡ଼ ଯୋଦ୍ଧା ଅଟୁ। ଏହିସବୁ ଜ୍ଞାନ ବୁଦ୍ଧିରେ ରହିଛି, ଯାହା ଆଧାରରେ ତୁମେମାନେ ଏଭଳି ଶ୍ରେଷ୍ଠ ପଦ ପାଇଥାଅ। ଦେଖ, କିଏ ପାଠ ପଢ଼ାଉଛନ୍ତି? ବେହଦର ବାବା ଆତ୍ମାମାନଙ୍କୁ ଏକଦମ ପରିବର୍ତ୍ତନ କରିଦେଉଛନ୍ତି। ତେଣୁ ପିଲାମାନେ କେତେ ଆନ୍ତରିକ ଖୁସିରେ ରହିବା ଆବଶ୍ୟକ। ଏହା ମଧ୍ୟ ହୃଦୟରେ ଆସିବା ଦରକାର ଯେ ଅନ୍ୟମାନଙ୍କୁ ମଧ୍ୟ କିପରି ଖୁସି ଦେବୁ। ରାବଣଠାରୁ ଅଭିଶାପ ଓ ବାବାଙ୍କଠାରୁ ବର୍ଷା ମିଳୁଛି। ରାବଣର ଅଭିଶାପ ଦ୍ୱାରା ତୁମେମାନେ କେତେ ଦୁଃଖୀ ଅଶାନ୍ତ ହେଉଛ। ବହୁତ ଗୋପମାନେ ମଧ୍ୟ ଅଛନ୍ତି ଯେଉଁମାନଙ୍କର ସେବା କରିବା ପାଇଁ ଇଚ୍ଛା ଥାଏ, କିନ୍ତୁ କଳସ ତ ମାତାମାନଙ୍କୁ ମିଳିଛି। ଶକ୍ତି ସେନା ଅଟନ୍ତି ନା? ଗାୟନ ମଧ୍ୟ ରହିଛି ବନ୍ଦେ ମାତରମ୍, ସାଥିରେ ବନ୍ଦେ ପିତରମ୍ ତ ଅଛି, କିନ୍ତୁ ନାମ ମାତାମାନଙ୍କର ଅଛି। ପ୍ରଥମେ ଲକ୍ଷ୍ମୀ, ପରେ ନାରାୟଣ, ପ୍ରଥମେ ସୀତା, ତାପରେ ରାମ। ଏଠାରେ ତ ପ୍ରଥମେ ପୁରୁଷର ନାମ, ପରେ ସ୍ତ୍ରୀର ନାମ ଲେଖିଥାନ୍ତି। ଏହା ମଧ୍ୟ ଏକ ଖେଳ ଅଟେ ନା? ବାବା ତ ସବୁ କିଛି ବୁଝାଉଛନ୍ତି। ଭକ୍ତି ମାର୍ଗର ରହସ୍ୟ ମଧ୍ୟ ବୁଝାଉଛନ୍ତି। ଭକ୍ତିରେ କ'ଣ କ'ଣ ହୋଇଥାଏ? ଯେ ପର୍ଯ୍ୟନ୍ତ ଜ୍ଞାନ ବୁଦ୍ଧିରେ ନାହିଁ, ସେ ପର୍ଯ୍ୟନ୍ତ କିଛି ଜଣାପଡ଼େ ନାହିଁ। ଏବେ ସମସ୍ତଙ୍କ ଚରିତ୍ର ସୁଧୁରୁଛି। ତୁମର ଦୈବୀ ଚରିତ୍ର ହେଉଛି। ପାଞ୍ଚ ବିକାର କାରଣରୁ ଆସୁରୀ ଚରିତ୍ର ହୋଇଯାଇଛି। କେତେ ପରିବର୍ତ୍ତନ ହୋଇଯାଇଛି। ତେଣୁ ପରିବର୍ତ୍ତନ ମଧ୍ୟ ହେବା ଦରକାର ନା? ଶରୀର ତ୍ୟାଗ କଲା ପରେ ଆଉ କ'ଣ ପରିବର୍ତ୍ତନ ହୋଇପାରିବ? ବାବାଙ୍କ ଠାରେ ହିଁ ଶକ୍ତି ରହିଛି। ତେଣୁ କେତେ ଆତ୍ମାମାନଙ୍କୁ ପରିବର୍ତ୍ତନ କରୁଛନ୍ତି। କେହି କେହି ପିଲା ନିଜର ଅନୁଭବ ଶୁଣାଇଥାନ୍ତି, ଆମେ ବହୁତ କାମୀ ମଦୁଆ ଥିଲୁ, ଆମ ଭିତରେ ବହୁତ ପରିବର୍ତ୍ତନ ହୋଇଛି। ଏବେ ଆମେ ବହୁତ ଖୁସିରେ ରହୁଛୁ। ଆଖିରେ ଖୁସିର ଲୁହ ମଧ୍ୟ ଆସିଯାଉଛି। ବାବା ତ ବହୁତ ବୁଝାଉଛନ୍ତି, କିନ୍ତୁ ଏହିସବୁ କଥା ବୁଦ୍ଧିରୁ ଭୁଲି ହୋଇଯାଉଛି। ନଚେତ୍ ଖୁସିର ପାରା ସଦା ଚଢ଼ି ରହିବା କଥା। ଆମେମାନେ ଅନେକଙ୍କର କଲ୍ୟାଣ କରିବା। ମନୁଷ୍ୟ ବହୁତ ଦୁଃଖୀ ହୋଇଯାଇଛନ୍ତି। ତାଙ୍କୁ କିଭଳି ରାସ୍ତା ବତାଇବା, ବୁଝାଇବା ପାଇଁ ମଧ୍ୟ କେତେ ମେହନତ କରିବାକୁ ପଡ଼ିଥାଏ। ଗାଳି ମଧ୍ୟ ଖାଇବାକୁ ପଡ଼ିଥାଏ। ପ୍ରଥମରୁ ହିଁ ଚହଳ ପଡ଼ୁଛି। ଏମାନେ ସମସ୍ତଙ୍କୁ ଭାଇ ଭଉଣୀ କରିଦିଅନ୍ତି। ଆରେ ଭାଇ ଭଉଣୀର ସମ୍ବନ୍ଧ ତ ଭଲ ଅଟେ ନା? ତୁମେ ଆତ୍ମାମାନେ ତ ଭାଇ ଭାଇ ଅଟ।
किंतु जन्म जन्मांतरर ଯେଉଁ दृष्टि पक्का होई जाइछि ताहा सहजरे परिवर्तन हेउनाही। बाबांको पाखकु बहुत समाचार आसुछि। बाबा बुझाई थांती एही छी छी नर्क दुनियारू तुमर मोह तुटी जिबा दरकार। गुलगुल फूल भली हेबा आवश्यक। केही केही ज्ञान शुणी मध्य भूली जाई थांती। सारा ज्ञान बुद्धिरू उड़ी जाई थाए। काम विकार महाशत्रु अटे ना। बाबा तो बहुत अनुभवी अटंती। एही विकार पछरे राजा माने निजर राजपद को हराइछंती। काम विकार बहुत खराब अटे। समस्ते मध्य कहउछंती बाबा एहा बहुत कड़ा शत्रु अटे। बाबा कहउछंती काम विकार को जीतिले ही तुमे माने विश्वर मालिक हेबो। किंतु काम विकार एभली प्रभावशाली अटे जे प्रतिज्ञा करिबा सत्वे मध्य अधोगति होई जाउछि। बहुत मुश्किल रे ही केही बदली थांती। एही समय रे सारा दुनियार चरित्र बिगड़ी जाइछि। पावन दुनिया केबे थिला किभली हेला, एमाने राज्य भाग्य किभली पाइथिले केबे हेले केही बताई पारिबे नाही। आगकु समय आसिब तुमे माने विदेश को मध्य जीव। से माने मध्य सुनिबे स्वर्ग पाराडाइज र किभली स्थापना हेउछि। तुम बुद्धि रे एही सब कथा भल भाबरे अछि। तेणु एबे तुमे एही कार्य रे गभीर भावरे जड़ित होई रही आउ सब कथा भूली जिबा दरकार। अच्छा, मिठे मिठे शिखी लधे संतान मानंक प्रति मातपिता बापदादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आत्मिक संतान मानंकर आत्मिक पितांकु ओम शांति। गुड मॉर्निंग। नमस्ते नमस्ते नमस्ते। ओम शांति। धारणा पाई मुख्य सार 1 नंबर। उठिबा बसिबा चालिबा बोलिबा समय रे मध्य ज्ञान को स्मरण करी मोती ग्रहण करी हंस हेबाकु पड़िबो एवं समस्तंक ठारू गुण ग्रहण करिबाकु हेबो। ताहा सहित परस्पर को गुणदान ही करिबाकु हेबो। 2 नंबर। निजर चेहरा रे सदा सर्वदा हर्षित मुख रखिबा पाई निजको निज सह वार्तालाप करिबाकु हेबो। ओहो, मु तो कुबेर संपत्तिर मालिक हेबाकु जाउछि एवं ज्ञान सागर बाबांक द्वारा मोते ज्ञान रत्नर लटेरी मिलुछि। आजिर वरदान। निज उपाधिरे स्मृति निजर उपाधिर स्मृति सहित समर्थी स्थिति निर्माण करुथिबा स्वमानधारी भव। संगम जुगरे स्वयं पिता परमात्मा निजर पिलामानंकु बहुत श्रेष्ठ उपाधि मान देउछंती। तेणु सेही आत्मिक निशारे रुह। जेउ भली उपाधि बा स्वमान स्मृति रे रहिथिबो सेही भली समर्थ स्थिति मध्य होई जाउथिबो। जेपरी उपाधि हेला स्वदर्शन चक्रधारी तेबे एही स्मृति आसिबा क्षणी परदर्शन समाप्त होई जिबा दरकार। सेहीपरि मु महावीर अटे। एही उपाधि स्मृति रे आसिबा मात्र के स्थिति अचल अटल होई जाउथिबो। तेणु उपाधि गुड़िकर स्मृति सहित स्थिति को मध्य समर्थ करी चाल तेबे कुहाजिब श्रेष्ठ स्वमानधारी। आजिर स्लोगन। भटकुथिबा आत्मा मानंकर आशा को पूर्ण करिबा पाई परखिबार शक्ति को बढ़ाओ। भटकुथिबा आत्मा मानंकर आशा को पूर्ण करिबा पाई परखिबार शक्ति को बढ़ाओ। ओम शांति।